ପୁଣି ସିଆଡ଼ୁ ବନେଇଲେ। ହଁ, ମୁଁ ହେଉଛି ଗୋପବନ୍ଧୁ ତ୍ରିପାଠୀ। ଏଇ ବିଦ୍ୟାଳୟ ପୁରାତନ ପ୍ରଧାନ ଶିକ୍ଷକ ଥିଲି। 20 ବର୍ଷ ହେଲା ରିଟାୟାର୍ଡ କଲିଣି, କିନ୍ତୁ ସ୍କୁଲ ସହିତ ମୋର ସମ୍ପୃକ୍ତ ଅଛି। ଯାହା ହଉ, ଆଜିର କାର୍ଯ୍ୟକ୍ରମ ଭାରି ଖୁସି ଲାଗିଲା। ଦୀର୍ଘ 46 ବର୍ଷ ପରେ 1980 ମସିହା ପିଲାମାନେ ଏଠି ଗୋଟେ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରିଥିଲେ। ଏହା ଖୁବ୍ ସକ୍ସେସଫୁଲ ହେଲା। ଏଥିରେ ପିଲା ଏବଂ ପୁରାତନ ଶିକ୍ଷକ ଯିଏ ଥିଲେ ଏବଂ ନୂତନ ଶିକ୍ଷକ ସମସ୍ତେ ଯୋଗ ଦେଇଥିଲେ। ପିଲାମାନେ ପୂର୍ବତନ ଶିକ୍ଷକମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ ଉପଢୌକନ ସହ, ଏବଂ ନୂତନ ଶିକ୍ଷକମାନଙ୍କୁ ମଧ୍ୟ ଅଭ୍ୟର୍ଥନା ଜଣେଇଥିଲେ ଉପଢୌକନ ସହ। ତାପରେ ଖାଦ୍ୟ ଆମର ଆଜିର ବ୍ୟାଚର ଯେଉଁ ଛାତ୍ରମାନେ ଥିଲେ 23-24 ଜଣ ଥିଲେ, ସେମାନଙ୍କ ଭିତରୁ ପ୍ରାୟ 20 ଜଣ ଭଳି ସରକାରୀ ଚାକିରି କରି ସମସ୍ତେ ଅବସର ନେଇଛନ୍ତି। ତେଣୁ ଅବସର ପରେ ତାଙ୍କ ଭିତରେ ବହୁତ ଆନନ୍ଦ ଥିଲା। ଦୀର୍ଘ 50 ବର୍ଷ ପରେ ନିଜର ସ୍କୁଲ କର୍ମଭୂମି ଆସିକି ପାଠପଢ଼ା ଜାଗାକୁ ଆସି ପହଞ୍ଚିକିରି ତାଙ୍କ ଭିତରେ ଯେଉଁ ଆନନ୍ଦ ଉଲ୍ଲାସ ଦେଖାଉଥିଲା, ତାକୁ କେବେ ଭୁଲି ହେବନି। ଆପଣମାନଙ୍କ ସହକର୍ମୀ ମାନେ ଆଜି ଉପସ୍ଥିତ ଥିଲେ ଆମର ସହକର୍ମୀ ମାନେ ଆଜି ଉପସ୍ଥିତ ଥିଲେ। ଆମେ କେତେ ଜଣ ଆରପାରିକି ଗଲେଣି, ଆମେ 4-5 ଜଣ ଅଛୁ। ସେମାନେ ମଧ୍ୟ ବହୁତ ଆନନ୍ଦ ଉପଭୋଗ କରୁଥିଲେ। ମୁଁ ଅନନ୍ତ କିଶୋର ଶତପଥୀ, ଗୌରୀବନ୍ଧୁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ। କ'ଣ କହିବେ 1980 ମସିହାର ମାଟ୍ରିକ ବ୍ୟାଚର ପିଲାମାନେ ଆଜି ବନ୍ଧୁମିଳନ ଏବଂ ଗୁରୁ ପୂଜନ କାର୍ଯ୍ୟକ୍ରମ କଲେ, କ'ଣ କହିବେ? ଗୁରୁ ପୂଜନ କାର୍ଯ୍ୟଟି ବହୁତ ଶୃଙ୍ଖଳାର ସହିତ ହେଲା ଏବଂ ସିଏ ତ ଏକ ପ୍ରକାର ରିଟାୟାର୍ଡ ସମସ୍ତେ ହେଇଗଲେଣି। ଆମେ ତ ତା ଉପରେ ରିଟାୟାର୍ଡ। ଆଉ ଯାହା ହଉ, ତାଙ୍କ ନିଜ କଥା ସମସ୍ତେ କହିଲେ, ଭଲ ଲାଗିଲା। ସାର୍, ଆପଣଙ୍କ ଛାତ୍ରମାନେ ସେମାନେ ବି ରିଟାୟାର୍ଡ କଲେଣି, ବିଭିନ୍ନ ପଦପଦବୀରେ ରହି ରିଟାୟାର୍ଡ କଲେଣି। ଆପଣ ଅତିକ୍ରାନ୍ତ ବୟସ, ଏଇ ବୟସରେ ଆପଣଙ୍କ ମାନେ ଯେଉଁମାନେ ସହକର୍ମୀ ଥିଲେ ଆଉ ଯେଉଁ ଛାତ୍ରଛାତ୍ରୀ ମାନଙ୍କୁ ଆଜି ପାଇକି କେମିତି କେତେ ଖୁସି ଅନୁଭବ କରୁଛନ୍ତି? ବହୁତ ଖୁସି ଅନୁଭବ କରୁଛି, କାହିଁକିନା 80 ବର୍ଷ ହେଲାଣି ଆସିକି ମତେ। ଭାବୁଛନ୍ତି ୟା ପରେ ପୁଣି ଆଉ ଏମିତି ଦେଖା ହେବେ? ଦେଖାଯିବ, ଭଗବାନଙ୍କ ଇଚ୍ଛା। ଆପଣ ପରିଚୟ? ମୋ ନାଁ ସୁଲୋଚନା ରାଉତ। ମୁଁ ଗରିବବନ୍ଧୁ ହାଇସ୍କୁଲ 1980 ମାଟ୍ରିକ ବ୍ୟାଚର ଷ୍ଟୁଡେଣ୍ଟ। କ'ଣ କହିବେ ଆଜିର ଏ କାର୍ଯ୍ୟକ୍ରମ, ଯେଉଁ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଥିଲେ, କ'ଣ କହିବେ? ଆମେ ଏତେ ଖୁସି ଯେ ଏ ବନ୍ଧୁ ମିଳନରେ ତାହା ଭାଷାରେ ବ୍ୟକ୍ତ କରିହେବନି। ଏଇଟା ପୁରା ଅବର୍ଣ୍ଣନୀୟ। ଏଇଟା ଆମ ହୃଦୟରେ ଏକ ଅଲିଭା ଗାର ହେଇକି ରହିବ। ଆମେ ସବୁବେଳେ ମନେ ରଖିବୁ ଏଇ ମୁହୂର୍ତ୍ତଟି। ଆଉ ଆମ ସାଙ୍ଗମାନଙ୍କୁ ଆଜି ଭେଟିଛୁ ଦୀର୍ଘ 45 ବର୍ଷ ପରେ। ଏଟାକୁ ଭାଷାରେ କହିହବନି, ଏତେ ମାନେ ଖୁସି ଲାଗୁଛି, ବହୁତ ଖୁସି।